এই পৃথিবী পୃଷ୍ଠରେ ଯେବେ ଯେବେ ଯୁଦ୍ଧ ସଂଗ୍ରାମ ହେଇଛି, କୌଣସି ବ୍ୟକ୍ତିର, କୌଣସି ଜାତିର, କୌଣସି ଧର୍ମର କେବେ ମଧ୍ୟ ଉପକାର ହେଇନାହିଁ। ସବୁ ସମୟରେ ଯୁଦ୍ଧ କ୍ଷୟକ୍ଷତି କରେ, ଧନ ଜୀବନ ନଷ୍ଟ କରେ, ମନୁଷ୍ୟକୁ ଦୁଃଖ ଦିଏ, ମନୁଷ୍ୟର ପ୍ରାଣକୁ ନିଏ। ଏହି ପ୍ରକାର ଘଟିଛି। ମାତ୍ର ଶତାବ୍ଦୀ ଶତାବ୍ଦୀ ଧରି ଜାତି ବିରୁଦ୍ଧରେ ଜାତି, ଦେଶ ବିରୁଦ୍ଧରେ ଦେଶ, ଧର୍ମ ବିରୁଦ୍ଧରେ ଧର୍ମ ଯୁଦ୍ଧ ଚାଲି ଆସିଛି। ଆଉ ଯୁଦ୍ଧ ମନୁଷ୍ୟକୁ ଦୁଃଖ, କ୍ରନ୍ଦନ, ବିଳାପ ଛଡ଼ା ଅନ୍ୟ କୌଣସି ବିଷୟ ଦିଏ ନାହିଁ। କୌଣସି ମନୁଷ୍ୟ ଯୁଦ୍ଧ କରିବା ପାଇଁ ଚାହେଁ ନାହିଁ, ହେଲେ ମଧ୍ୟ ସେ ଯୁଦ୍ଧ କରିବା ପାଇଁ ବାଧ୍ୟ ହୁଏ। ଆମେ କେଉଁ ପ୍ରକାର ଭାବରେ ଏହି ଯୁଦ୍ଧରୁ ଉଦ୍ଧାର ପାଇପାରିବା? ଆମେ କି ପ୍ରକାର ଭାବରେ ଗୋଟିଏ ଶାନ୍ତି ଦୁନିଆରେ ବାସ କରିପାରିବା? କେବେ ଏହି ପୃଥିବୀ ପୃଷ୍ଠରୁ ଯୁଦ୍ଧ ନିବୃତ୍ତ ହେବ? ଏହି ପ୍ରକାର ପ୍ରଶ୍ନ ଗୁଡ଼ିକ ନିଶ୍ଚୟ ଆମମାନଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବ। ଏହି ଦିନମାନଙ୍କରେ ଆମେ ଦେଖୁଛୁ ଏହି ପୃଥିବୀ ପୃଷ୍ଠରେ ପୁନର୍ବାର ଯୁଦ୍ଧର ମାହୋଲ। ଇସ୍ରାଏଲ ଦେଶ ସହିତ ପାଲେଷ୍ଟାଇନ ଦେଶର ଯୁଦ୍ଧ ଚାଲିଅଛି। ଆଉ ଏହି ଯୁଦ୍ଧ ଦ୍ୱାରା ଅନେକ କ୍ଷୟକ୍ଷତି ଘଟିଛି। ଆମେ ଯେତେ ଟେକ୍ନୋଲୋଜି ବ୍ୟବହାର କଲେ ମଧ୍ୟ, ଆମେ ଯେତେ ଆଧୁନିକ ହେଲେ ମଧ୍ୟ ଯୁଦ୍ଧ କେବେ ହେଲେ ମଧ୍ୟ କାହାର ମଙ୍ଗଳ କରିନାହିଁ କି କରିପାରିବ ମଧ୍ୟ ନାହିଁ। ପ୍ରିୟମାନେ, ଆମମାନେ ଏହି ଯୁଦ୍ଧରୁ କେବେ ଉଦ୍ଧାର ପାଇବା, ଏହି ଯୁଦ୍ଧରୁ କେବେ ରକ୍ଷା ପାଇବା, ସେ ବିଷୟରେ ଆମକୁ ବାଇବଲ କ'ଣ ଶିକ୍ଷା ଦିଏ ତାହା ଆମମାନେ ଦେଖିବାକୁ ଯିବା। ଆମମାନେ ଯିଶାୟା ପୁସ୍ତକ ତାହାର 2 ଅଧ୍ୟାୟ 3 ପଦ ପଢ଼ିବା। ପୁଣି ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ। ତହିଁରେ ସେମାନେ ଆପଣା ଖଡ଼୍ଗ ଭାଙ୍ଗି ନଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦା ନିର୍ମାଣ କରିବେ। ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ଼୍ଗ ଉଠେଇବେ ନାହିଁ, କିମ୍ବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। ପ୍ରିୟମାନେ, ସ୍ୱର୍ଗସ୍ଥ ପରମେଶ୍ୱର ସେ ଆମମାନଙ୍କୁ ସାନ୍ତ୍ୱନା ବା ଆଶ୍ୱାସନା ଦେଇଛନ୍ତି ଯେ ଏହି ପ୍ରକାର ଗୋଟିଏ ସମୟ ଆସୁଛି ଯେଉଁ ସମୟରେ ଲୋକମାନେ ଆଉ ଯୁଦ୍ଧ ଶିଖିବେ ନାହିଁ, ଯେଉଁ ସମୟରେ ଲୋକମାନେ ଆଉ ଗୋଟିଏ ଦେଶ ଆଉ ଗୋଟିଏ ଦେଶ ବିରୁଦ୍ଧରେ ସେମାନେ ଉଠିବେ ନାହିଁ। ମାତ୍ର ଏହି ଦିନମାନଙ୍କରେ ଆମେ ଦେଖୁଛୁ ପ୍ରତ୍ୟେକ ଦେଶ ନିଜର ସୈନ୍ୟ ଶ୍ରେଣୀକୁ ବଢ଼ାଇବା ପାଇଁ ବହୁତ ପରିମାଣରେ ନିଜର ଅର୍ଥ ବଳ ଖର୍ଚ୍ଚ କରୁଅଛନ୍ତି। ଅନେକ ଆଧୁନିକ ହତିଆର ଗୁଡ଼ିକ ସେମାନେ ବିଭିନ୍ନ ଦେଶମାନଙ୍କରୁ କ୍ରୟ କରୁଅଛନ୍ତି। ମାତ୍ର ଏହି ସ୍ଥାନରେ ଆମେ ଦେଖୁଛୁ ଯେ ପରମେଶ୍ୱର ଯେତେବେଳେ ଲୋକମାନଙ୍କର ବିଚାର କରିବେ, ପରମେଶ୍ୱର ଯେତେବେଳେ ଅନେକ ଗୋଷ୍ଠୀ ମଧ୍ୟରେ ନିଷ୍ପତ୍ତି କରିବେ, ସେହି ସମୟରେ ସେମାନେ ସେମାନଙ୍କର ଯୁଦ୍ଧର ଅସ୍ତ୍ର ଖଡ଼୍ଗକୁ ଭାଙ୍ଗି ସେମାନେ ଲଙ୍ଗଳର ଫାଳ ତିଆରି କରିବେ। ଯେଉଁ ଲଙ୍ଗଳ ଲୋକମାନଙ୍କର ଉପକାର କରେ, ଯେଉଁ ଲଙ୍ଗଳ ଦ୍ୱାରା ଅନେକ ଲୋକ ନିଜର ଖାଦ୍ୟ ସାମଗ୍ରୀ ପାଇପାରିବେ। ଆଉ ସେମାନେ ନିଜ ନିଜର ବର୍ଚ୍ଛା ଭାଙ୍ଗି, ଯେଉଁ ଯୁଦ୍ଧର ଅସ୍ତ୍ର ବର୍ଚ୍ଛାକୁ ଭାଙ୍ଗି ସେମାନେ ଦା ନିର୍ମାଣ କରିବେ। ଏହା ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ ଶିକ୍ଷା ଦିଏ। ଏହା କେବେ ହେବ, କେଉଁ ସମୟରେ ହେବ, ଏହା ହେବା ପାଇଁ ପରମେଶ୍ୱର ସେ ଆମମାନଙ୍କୁ କହୁଅଛନ୍ତି ଯେ ସେ ବିଚାର କରିବେ। ସେ ଯେତେବେଳେ ବିଚାର ନିଷ୍ପତ୍ତି କରିବେ, ସେ କେତେବେଳେ ବିଚାର କରିବେ? ଯେଉଁ ସମୟରେ ଏହି ପୃଥିବୀ ପୃଷ୍ଠରେ ସେ ଆପଣା ରାଜ୍ୟ ସ୍ଥାପନ କରିବେ। କେଉଁ ସମୟରେ ସ୍ୱର୍ଗର ପରମେଶ୍ୱର ଏହି ପୃଥିବୀ ପୃଷ୍ଠରେ ସେ ଆପଣା ରାଜ୍ୟ ସ୍ଥାପନ କରିବେ ତାହା ଆମେ ଦେଖିବାକୁ ଯିବା। ତାହା ଆମ୍ଭେମାନେ ପାଇପାରିବା ଦାନିଏଲ ଭବିଷ୍ୟତବକ୍ତାଙ୍କ ପୁସ୍ତକ ତାହାର 2 ଅଧ୍ୟାୟ 44 ପଦ ଓ 45 ପଦରେ ଆମେ ତାହା ପାଇପାରିବା। ପୁଣି ସେହି ରାଜଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିମ୍ବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ। ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ। ସ୍ୱର୍ଗର ପରମେଶ୍ୱର ଏହି ପୃଥିବୀ ପୃଷ୍ଠରେ ସେ ଆପଣା ରାଜ୍ୟ ସ୍ଥାପନ କରିବେ। ତାହାଙ୍କର ରାଜ୍ୟ ଅନନ୍ତ କାଳସ୍ଥାୟୀ ରାଜ୍ୟ, ତାହାଙ୍କର ଆଧିପତ୍ୟ
ଆଧିପତ୍ୟ ବା ସେହି ରାଜ୍ୟର ଆଧିପତ୍ୟ କର୍ତ୍ତାପଣ ଅନ୍ୟ କୌଣସି ଦେଶୀୟ ଲୋକଙ୍କ ହସ୍ତରେ ବା ଅନ୍ୟ କୌଣସି ଗୋଷ୍ଠୀଙ୍କ ହସ୍ତରେ ସେ ଦେବେ ନାହିଁ। ଏ 6000 ବର୍ଷ ସୃଷ୍ଟିରେ ପରମେଶ୍ୱର ଏ ପୃଥିବୀର ରାଜ୍ୟକୁ ବିଭିନ୍ନ ଗୋଷ୍ଠୀମାନଙ୍କୁ ସେ ଦେଇଛନ୍ତି। ଆପଣମାନେ ଅତି ଭଲ ଭାବରେ ଜାଣିଥିବେ ଯେ ଏହି 6000 ବର୍ଷ ସୃଷ୍ଟିରେ ଅନେକ ବଡ଼ ବଡ଼ ସାମ୍ରାଜ୍ୟ ଗୁଡ଼ିକ ଉଠିଲେ ଆଉ ସମୁଦାୟ ପୃଥିବୀକୁ ସେମାନେ ଶାସନ କଲେ। ମାତ୍ର ସେମାନଙ୍କର ସାମ୍ରାଜ୍ୟ ସମୟରେ ସେମାନଙ୍କ ଶାସନ କାଳରେ ମଧ୍ୟ ଯୁଦ୍ଧ ନିବୃତ୍ତ ହେଇନାହିଁ। ଯୁଦ୍ଧ ହେଇଛି, ଗଣ୍ଡଗୋଳ ହେଇଛି, ଅଶାନ୍ତି ହେଇଛି, ଧନଜୀବନକୁ ନଷ୍ଟ ହେଇଛି। ମାତ୍ର ସ୍ୱର୍ଗର ପରମେଶ୍ୱର ସେ ଗୋଟିଏ ରାଜ୍ୟ ସ୍ଥାପନ କରିବେ ଆଉ ସେ ବିଚାର ନିଷ୍ପତ୍ତି କରିବେ। ସେହି ସମୟରେ ଯୁଦ୍ଧ ନିବୃତ୍ତ ହେବ। 45 ପଦ ପଢ଼ିବା। କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ। ଯାହା ଏଥି ଉତ୍ତାରେ ଘଟିବ ତାହା ମହାନ ପରମେଶ୍ୱର ମହାରାଜାକୁ ଜ୍ଞାତ କରାଇଅଛନ୍ତି। ପୁଣି ଏ ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ। ଏହି ଯେଉଁ କଥା ଦାନିଏଲ ରାଜା ନବୁକଦନେସ୍ସର, ବାବିଲୋନର ରାଜା ନବୁକଦନେସ୍ସରଙ୍କୁ ସେ କହୁଛନ୍ତି। ବାବିଲୋନର ରାଜା ନବୁକଦନେସ୍ସର ସେ ଗୋଟିଏ ସ୍ୱପ୍ନ ଦେଖିଥିଲେ। ପରମେଶ୍ୱର ଗୋଟିଏ ସ୍ୱପ୍ନ ମାଧ୍ୟମରେ ପୃଥିବୀର ସମ୍ପୂର୍ଣ୍ଣ ଇତିହାସ ନ ଘଟିବା ପୂର୍ବରୁ ସେ ରାଜା ନବୁକଦନେସ୍ସରକୁ ସେ ଜଣାଇଲେ। ଆଉ ସେ କହିଲେ ଯେ ତୁମେମାନେ ଯେଉଁ ରାଜ୍ୟର ରାଜା ଅଟ, ସେ ରାଜ୍ୟ ଅଳ୍ପ କ୍ଷଣ ପାଇଁ, ଅଳ୍ପ କ୍ଷଣ ପରେ ସେ ରାଜ୍ୟ ନଷ୍ଟ ହୋଇଯିବ। ମାତ୍ର ସ୍ୱର୍ଗର ପରମେଶ୍ୱର ଯେଉଁ ରାଜ୍ୟ ସ୍ଥାପନ କରିବେ ତାହା ଅନନ୍ତ କାଳସ୍ଥାୟୀ ରାଜ୍ୟ। ଆଉ ସେ ରାଜ୍ୟ କେତେବେଳେ ସ୍ଥାପିତ ହେବ? ଆମେ 45 ପଦରେ ପଢ଼ିଲୁ। କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର, ଏହି ପ୍ରସ୍ତର ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ଏହି ପ୍ରସ୍ତର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଅଟେ। ପର୍ବତରେ ଯେଉଁ ହସ୍ତଛେଦିତ ଯେଉଁ ପ୍ରସ୍ତର ଆସୁଅଛି, ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ। ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରଥମ ଆଗମନ ସେ କରିଲେ, ସେ ଗୋଟିଏ ମେଷ ଭାବରେ ସେ ଆଗମନ କଲେ। ମାତ୍ର ଦ୍ୱିତୀୟରେ ସେ ଗୋଟିଏ ସିଂହ ଭାବରେ ଏହି ପୃଥିବୀ ପୃଷ୍ଠରେ ଆପଣା ରାଜ୍ୟ ସ୍ଥାପନ କରିବା ପାଇଁ ସେ ଆସୁଅଛନ୍ତି। ଦୁନିଆର ପ୍ରତ୍ୟେକ ରାଜ୍ୟକୁ ସେ ନଷ୍ଟ କରି, ଚୁରମାର କରି ସେ ଆପଣା ରାଜ୍ୟକୁ ସ୍ଥାପନ କରିବେ। ଆଉ ତାହାଙ୍କର ରାଜ୍ୟରେ ଯୁଦ୍ଧ ହେବ ନାହିଁ। ତାହାଙ୍କ ରାଜ୍ୟରେ ଆଉ କୌଣସି ଗୋଷ୍ଠୀ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ, ଯୁଦ୍ଧ ଶିଖିବେ ନାହିଁ। ସେହି ସମୟରେ ସେମାନଙ୍କର ଖଡ୍ଗକୁ ସେମାନେ ଭାଙ୍ଗି ନଙ୍ଗଳର ଫାଳ ତିଆରି କରିବେ। ସେମାନଙ୍କର ବର୍ଚ୍ଛାକୁ ଭାଙ୍ଗି ସେମାନେ ଦା ନିର୍ମାଣ କରିବେ। ଏହି ପ୍ରକାର ପରମେଶ୍ୱର ଆପଣା ରାଜ୍ୟ ଏହି ପୃଥିବୀ ପୃଷ୍ଠରେ ସ୍ଥାପନ କରିବା ପାଇଁ ଯାଉଅଛନ୍ତି। ପ୍ରିୟମାନେ, ସେହି ରାଜ୍ୟ କେବେ ସ୍ଥାପିତ ହେବ? କେଉଁ ସମୟରେ ସ୍ଥାପିତ ହେବ? କାରଣ ସେହି ରାଜ୍ୟକୁ ଯିବା ପାଇଁ ସମସ୍ତଙ୍କର ଇଚ୍ଛା ଓ ଆକାଂକ୍ଷା। କେଉଁ ସମୟରେ ଏହି ରାଜ୍ୟ ସ୍ଥାପିତ ହେବ ତାହା ମାନେ ମାଥ୍ୟୁ ଲିଖିତ ସୁସମାଚାର 24 ଅଧ୍ୟାୟର 14 ପଦରେ ଆମେ ପାଇପାରିବା। ସେଠାରେ ଏ ପ୍ରକାର ଲେଖାଯାଏ, ଆଉ ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ। ଏହି ଯେଉଁ ବିଜାତି ମାନଙ୍କର ଯୁଗ, ଅନ୍ୟ ଜାତିର ଯୁଗ ସମାପ୍ତ ହେବା ପାଇଁ ଯାଉଅଛି। ଆଉ ପରମେଶ୍ୱରଙ୍କର ଯୁଗ ଆରମ୍ଭ ହେବା ପାଇଁ ଯାଉଅଛି। ଆଉ ଏହି ଯୁଗର ସମାପ୍ତ କେତେବେଳେ ହେବ ବା କେଉଁ ସମୟରେ ହେବ? ଯେଉଁ ସମୟରେ କି ରାଜ୍ୟର ସୁସମାଚାର ସମୁଦାୟ ଜଗତରେ ଘୋଷଣା କରାଯିବ। ଏହା ଅତି ସ୍ପଷ୍ଟ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଅଲିଭ୍ ମାଉଣ୍ଟନ ଡିସ୍କସନରେ ଆପଣା ଶିଷ୍ୟମାନଙ୍କୁ ସେ କହିଛନ୍ତି, ଏହି ଯୁଗର ଅନ୍ତ ମୋ ହସ୍ତରେ ନୁହେଁ, ଏହି ଯୁଗର ଅନ୍ତ ତୁମ୍ଭମାନଙ୍କର ହସ୍ତରେ ଅଛି, ମଣ୍ଡଳୀର ହସ୍ତରେ ଅଛି। ପ୍ରିୟମାନେ, ଆମ ହସ୍ତରେ ଏହି ଯୁଗର ଅନ୍ତ ରହିଛି। ଆମେ ଚାହିଁଲେ ଆମେ ଯେତେ ପରିମାଣରେ ଅଧିକ ପରିମାଣରେ ସୁସମାଚାରକୁ ସମୁଦାୟ ପୃଥିବୀରେ ଆମେ ବାଣ୍ଟିବା, ଆଉ ସେତେ ଶୀଘ୍ର ଏହି ଯୁଗର, ଏହି ଯେଉଁ ଯୁଦ୍ଧର ଯୁଗର, ଏହି ଅଶାନ୍ତି ଯୁଗର, ଏହି ଗଣ୍ଡଗୋଳ ଯୁଗର ଅନ୍ତ ହେବା ପାଇଁ ଯାଉଅଛି। ପ୍ରିୟମାନେ, ଆମମାନଙ୍କର ଦାୟିତ୍ୱ ହେଲା ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର ନିମନ୍ତେ ଆମେ ଠିଆ ହେବା। ଆମେ ତାହାଙ୍କର ସୁସମାଚାରକୁ ଆମମାନେ ସମୁଦାୟ ଜଗତରେ ପହଞ୍ଚାଇବା। ଏହି ଦିନମାନଙ୍କରେ
आम इंटरनेट माध्यम आम यूट्यूब चैनल गुड़िक खोलाई फेसबुक माध्यम विभिन्न प्रकार प्रभुंकर दास माने से सेवा कार्य करुअछंती आउ एई सब विषय द्वारा आम सुसमाचार को आम प्रचार करुअछु आमे आउ अन्य माने पत्र पत्रिका माध्यम अन्य माने व्यक्तिगत माध्यम यही सुसमाचार को से माने घोषणा करुअछंती आउ प्रभु यीशु ख्रीष्ट अति स्पष्ट भाव से आमको कहिसंती जे यही सुसमाचार जो समय रे समुदाय जगत रे घोषणा करा जिवो ताहा परे जुगांत हेबो जुगर अंत हेबो मनुष्य मानक जुगर अंत हेबो विजाति मानक जुगर अंत हेबो शैतान रो जुगर अंत हेबो अंधकार जुगर अंत हेबो आ परमेश्वरंकर जुगर आरंभ हेबो सेही समय रे युद्ध हेबो नाही सेही समय रे गोटे गोष्ठी आउ गोटे गोष्ठी विरुद्ध रे उठिबे नाही कारण ताहा शांतिर राज्य हेबो दुनियार कोनोसी साम्राज्य शांतिर साम्राज्य आज जाए ही नहांती मात्र स्वर्गर परमेश्वर एही पृथ्वी पृष्ठ रे से आपना राज्य स्थापन करिया पई जाउछंती आउ परमेश्वर आमानकु सेही राज्य शीघ्र आसीबा निमंते दायित्व देइछंती आमाने सुसमाचार को प्रचार करिबा सुसमाचार को बांटिबा सुसमाचार निमंते आमे ठिया हेबा ताहा हेले आमाने यथाशीघ्र परमेश्वरंकर राज्य ए पृथ्वी पृष्ठ रे आमे देखि परिबा प्रभु आम समस्त को प्रचुर भाव आशीर्वाद